ସକାଳେ ପଟାପଟ ରେଡ଼ି ହେବା ପରେ ବସ୍ଷ୍ଟାଣ୍ଡ ଅଭିମୁଖେ ଯାଇଥିଲି। ଆଜି ମୋର ସେକେଣ୍ଡ ସେମ୍ର ଲାଷ୍ଟ ପେପର ଥିଲା। ବସ୍ରେ କିଛି ସମୟର ଯାତ୍ରା ପରେ ଏହା ଅଟକିଥିଲା ଆନ୍ଦପୁର ବସ୍ଷ୍ଟପ୍ରେ। ପରେ ଭୁବନେଶ୍ୱରରେ ପହଞ୍ଚି ଭାଇଙ୍କ ପାଖରୁ ଦହିବରା ଖାଇଥିଲି। କିଛି ସମୟ ପରେ ମ୍ୟାଡ଼ାମମାନଙ୍କ ସହ ବିରିୟାନୀ ମାଡ଼ କରି ଚାଲିଲି ଏକ୍ଜାମ୍ ଦେବାକୁ। ଏକ୍ଜାମ୍ ପରେ ବସ୍ଷ୍ଟାଣ୍ଡରେ ପହଞ୍ଚି ଜାଣିବାକୁ ପାଇଲି ଯେ ଦିନବେଳା କିଛି ବି ବସ୍ ନାହିଁ। କ'ଣ ଆଉ କହିବି, ହାରିଗଲି ଆଜ୍ଞା। ଯାହା ହେଉ ଭାଇନାଙ୍କ ପାଖରୁ ଫ୍ରୁଟ୍ ସାଲାଡ଼ ଖାଇ ପହଞ୍ଚିଗଲି ବସ୍ ଟର୍ମିନାଲରେ। 2 ଘଣ୍ଟା କ'ଣ କରିବି ଭାବି କିଛିଟା ଫଟୋ କ୍ଲିକ୍ କରିଥିଲି, ଯାହାକୁ କି ଆପଣମାନେ ସମସ୍ତେ ଦେଖି ସାରିଥିବେ। ଯାହା ବି ହେଉ ନବୀନ ବାବୁ ଆମର ଏ ବରମୁଣ୍ଡା ବସ୍ଷ୍ଟାଣ୍ଡର ରୂପରେଖ ଏମିତି ଚେଞ୍ଜ କରିଦେଲେ ଯେ ଏହା କେଉଁ ଏୟାରପୋର୍ଟ ଠାରୁ ବି କମ୍ ଲାଗୁନି। ବସ୍ରେ କିଛି ସମୟ ଯାତ୍ରା ପରେ ଖାଇବା ପାଇଁ ଅଟକିଥିଲୁ ଯାଜପୁରରେ। ଡିନରରେ ନାନ୍ ସହ ତଡ଼କା ଖାଇଥିଲି। ବସ୍ର ବେଗ ଏତେ ପ୍ରଖର ଥିଲା ଯେ 200 କିଲୋମିଟର ରାସ୍ତାକୁ ଅତିକ୍ରମ କରିବା ପାଇଁ ଏହାକୁ ମାତ୍ର 8 ଘଣ୍ଟା ସମୟ ଲାଗିଥିଲା। ରୁମ୍ରେ ପହଞ୍ଚି ଫ୍ରେଶ୍ ହେବା ପରେ ଘଣ୍ଟାକୁ ଦେଖେ ତ ସମୟ ପ୍ରାୟ 2ଟା। ଆଜିର ବ୍ଲଗ୍ଟିକୁ ଏଇଠି ଶେଷ କଲି।